ଯେତେ ଆପଣ ଆଇସ୍କ୍ରିମ୍ ଖାଇଛନ୍ତି ଆଉ ବନେଇଛନ୍ତି ସବୁଠୁ ସହଜ ବନେଇବାରେ ଯଦି କିଛି ଆଇସ୍କ୍ରିମ୍ ଅଛି ତାହେଲେ ଏଇ ଆଇସ୍କ୍ରିମ୍ଟି। ଇଏ ହେଉଛି କଞ୍ଚା ଆମ୍ବରେ ତିଆରି କଞ୍ଚା ଆମ୍ବର ଫ୍ଲେଭର ଥିବା ଆଇସ୍କ୍ରିମ୍। ଲାଗୁଛି ନା ଆଶ୍ଚର୍ଯ୍ୟ ଏ କଥା ଶୁଣିକି? ପାଟିକୁ ଖଟା ମିଠା ଲାଗୁଥିବା ଏଇ ଆଇସ୍କ୍ରିମ୍ଟି ଅଳ୍ପ କିଛି ଇନଗ୍ରିଡିଏଣ୍ଟକୁ ନେଇକିନା ତିଆରି ହେଇଯାଉଛି। ସେଥିପାଇଁ ରେସିପିଟିକୁ ନିହାତି ଟ୍ରାଏ କରିବେ। ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ଜୟ ଜଗନ୍ନାଥ। ମୁଁ ମୋ ଚ୍ୟାନେଲ ସିଜନ୍ସ ଆଣ୍ଡ ବାଇଟ୍ସରେ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। କଞ୍ଚା ଆମ୍ବ ଆଇସ୍କ୍ରିମ୍ ବନେଇବା ପାଇଁ ପ୍ରଥମେ ନେଇଯିବା ଆମେ କଞ୍ଚା ଆମ୍ବ। ଆଉ ଏଇଠି ଦେଖନ୍ତୁ ମୁଁ ଛୋଟ ବାଉଲରେ ଭରିକି ଏଇଠି କଞ୍ଚା ଆମ୍ବ ନେଇଯାଇଛି ଆଉ ତାର ଚୋପା ଛଡ଼େଇ ନେଇଛି। ଯେତେବେଳେ ବି ଆପଣ ଏଇ ଆଇସ୍କ୍ରିମ୍ଟି ବନାଉଛନ୍ତି ଆମ୍ବର ମାତ୍ରାକୁ କମ୍ ରଖିବେ। ଯଦି ଆମ୍ବ ମିଠା ଅଛି ତାହେଲେ ଆମ୍ବର ମାତ୍ରାକୁ ବେଶୀ ଦେବେ, କିନ୍ତୁ ଯେହେତୁ ମୁଁ ଏଇଠି ଖଟା ଆମ୍ବ ନେଇଛି ସେଥିପାଇଁ ତାର ମାତ୍ରାକୁ କମ୍ ରଖିଛି, ନହେଲେ ପାଟିକୁ ବେଶୀ ଖଟା ଲାଗିବ। ସେଥିପାଇଁ ମୁଁ ଏଇଠି ଛୋଟ ବାଉଲରେ ଭରିକି ଆମ୍ବ ନେଇଯାଇଛି ଆଉ ତାକୁ ପିସ୍ ପିସ୍ କରିକି ଛୋଟ ଛୋଟ ଖଣ୍ଡ କରି ନେଇଛି। ଏବେ ନେଇଯିବା ଆମେ ଆଇସ୍କ୍ରିମ୍ ମୋଲ୍ଡ। ଆପଣ ତ ସେମିତି ବି ଆନୁମାନିକ ଅନୁସାରେ ପାଣି ନେଇପାରିବେ, କିନ୍ତୁ ମୁଁ ଏଇଠି ମେଜରମେଣ୍ଟ କରିକି ନେଇଛି। ତ ଆଇସ୍କ୍ରିମ୍ ମୋଲ୍ଡରେ ପ୍ରଥମେ ଆମେ ପାଣିର ମେଜରମେଣ୍ଟ ରଖି ନେବା। ଆମେ ପାଣିକୁ ପ୍ରଥମେ ଆଇସ୍କ୍ରିମ୍ ମୋଲ୍ଡରେ ଭରି ନେବା ଆଉ ଉପରୁ ଆପଣ ଅଳ୍ପ କିଛି ଗ୍ୟାପ୍ ଛାଡ଼ିଦେବେ ଆଉ ସବୁ ମୋଲ୍ଡରେ ପାଣି ଭରିଦେବେ। ତ ଏଇଠି ଦେଖନ୍ତୁ ସବୁ ହଲରେ ମୁଁ ପାଣି ଭରି ଦେଇଛି ଆଉ ଆପଣ ମନେ ରଖିଥିବେ ଉପରୁ କିଛି ଭାଗ ଛାଡ଼ି ଦେଇଥିବେ। ଏବେ ତ ଆମେ ଭରି ସାରିଲେଣି ପାଣି। ଏବେ ଦେଖନ୍ତୁ ଆମେ ଗୋଟେ ଜାଗାକୁ ୟାକୁ ସବୁ ବାହାର କରି ଆଣିବା। ସେଥିପାଇଁ ନେଇଯାଇଛି ମୁଁ ଗୋଟେ ବଡ଼ ବାଉଲ ଆଉ ସେଇଥିରେ ଯେତିକି ବି ମେଜରମେଣ୍ଟ କରିଥିଲି ମୋଲ୍ଡରେ ପାଣି ଢାଳିକି ସେ ସବୁକୁ ପୁଣି ଥରେ ବାଉଲକୁ ପକେଇ ନେଇଛି। ଏଇ ଆଇସ୍କ୍ରିମ୍ଟିକୁ ଆମେ ଖଟା ମିଠା କରିବା ଆଉ ମୁଁ ଯେଉଁ ଆମ୍ବ ନେଇଛି ସେ ପ୍ରବଳ ଖଟା, ସେଥିପାଇଁ ସେଇଥିରେ ମୁଁ ସେଇ ଅନୁସାରେ ଚିନି ଆଡ୍ କରିଛି। କିନ୍ତୁ ଯଦି ଆପଣ ମିଠା ଆମ୍ବ ନେଉଥିବେ କିମ୍ବା କଲମୀ ଆମ୍ବ ନେଉଥିବେ ତାହେଲେ ସେଇଥିରେ କମ୍ ଚିନି ଆଡ୍ କରିବେ। ଚିନିକୁ ଆମେ ଏଇଠି ଡାଇରେକ୍ଟ ପକେଇବା ନାହିଁ, ତାକୁ ପାଉଡର ବନେଇ ନେବା ଆଉ ତାକୁ ପକେଇବା। ଏଇଠି ଆପଣ ଦେଖିପାରୁଥିବେ ମୁଁ ବହୁତ ଗୁଡ଼େ ପାଉଡର ବନେଇଛି, କିନ୍ତୁ ସବୁ ପକେଇବା ନାହିଁ। ମୁଁ ଖରାଦିନ ଆସିଲେ ଏଇପରି ଭାବରେ ପାଉଡର ରେଡି କରିକି ରଖେ। ଏଇପରି ଭାବରେ ପାଉଡର ଯଦି ଆପଣ ବନେଇକି ରଖିଥିବେ ତାହେଲେ ଖରାଦିନେ ବହୁତ ସୁବିଧା ହେଇଯିବ କୌଣସି ସରବତ ବନେଇବା ପାଇଁ, ଲସି ବନେଇବା ପାଇଁ। ଆମ୍ବର ଖଟାକୁ ଦେଖିକି ମୁଁ ଏଇଠି ବଡ଼ ଚାମଚରେ 6 ବଡ଼ ଚାମଚ ଏଇଠି ସୁଗର ପାଉଡର ବା ଚିନି ଗୁଣ୍ଡକୁ ପକେଇ ନେଇଛି ଆଉ ତାକୁ ଭଲ ଭାବରେ ଟିକେ ମିକ୍ସ କରି ନେବା। ଏବେ ୟାକୁ ସାଇଡରେ ରଖିବା। ଏବେ ନେଇଯିବା ଗୋଟେ ଗ୍ରାଇଣ୍ଡିଂ ଜାର ଆଉ ସେଇଥିରେ ଯେଉଁ ଆମେ କାଟିକି ରଖିଥିଲେ ଆମ୍ବକୁ ତାକୁ ପକେଇ ନେବା। ଏବେ ପକେଇ ନେବା ସେଇଥିରେ ଗୋଟେ ବଡ଼ ଚାମଚ ଜିରା ଗୁଣ୍ଡ। ଜିରାକୁ ଭଲ ଭାବରେ ଫାଇନଲି ବାଟି ଦେବେ ଆଉ ତାକୁ ପକେଇବେ। ଏବେ ପକେଇ ନେବା ସେଇଥିରେ ଆମେ ହାଫ୍ ବଡ଼ ଚାମଚ ବ୍ଲାକ୍ ସଲ୍ଟ ବା ସନ୍ଧବ ଲୁଣ, ଯାହାକି ଆମର ଟେଷ୍ଟକୁ ବହୁତ ଇନକ୍ରିଜ୍ କରିଦେବ। ତା ସହିତ ଆମେ ଏଇଠି ଶେଷରେ ପକେଇ ନେବା ପାଖାପାଖି ଗୋଟେ ବଡ଼ ଚାମଚ ଚାଟ୍ ମସଲା। ଏବେ ଯେଉଁ ଆମେ ଚିନି ପାଣି କରିଥିଲେ ତାକୁ ଅଳ୍ପ କିଛି ପରିମାଣରେ ଏଇଥିରେ ଦେବା ଆଉ ୟାକୁ ଭଲ ଭାବରେ ବାଟି ନେବା। ଆମେ ଯେଉଁ ଚିନି ପାଣି କରିଥିଲେ ସେଇଥିରେ ଆମେ ଡାଇରେକ୍ଟ ଆମ୍ବ ଯେଉଁ ବାଟିଥିଲେ ତାକୁ ପକେଇ ନେବା ଆଉ ତାକୁ ଭଲ ଭାବରେ ପ୍ରଥମେ ମିକ୍ସ କରି ନେବା। ଏଇଠି ଆପଣ ଦେଖିପାରୁଥିବେ ମିକ୍ସ କରି ସାରିଲା ପରେ ଟିକେ ଟିକେ ରୁଆ ରୁଆ ଅଛି, ମାନେ ଆମ୍ବର ଛୋଟ ଛୋଟ ଖଣ୍ଡ ଅଛି। ଆପଣ ଚାହିଁଲେ ୟାକୁ ଏମିତି ବ୍ୟବହାର କରିପାରିବେ। ମୁଁ ଏଇଠି ଛାଣି ନେଇଛି ତାକୁ। ଛାଣି ନେଲେ ପାଟିକୁ ଖଦଡ଼ିଆ ଲାଗିବ ନାହିଁ, ପାଟିକୁ ସ୍ମୁଥ ଲାଗିବ। ଏବେ ଦେଖନ୍ତୁ ଗୋଟେ ଚାହା ଛଣା ଛଙ୍କା ନେଇକି ମୁଁ ତାକୁ ଛାଣି ନେଇଛି ଭଲ ଭାବରେ। ଭଲ ଭାବରେ ଛାଣି ସାରିଲା ପରେ ଆପଣଙ୍କର ଇଚ୍ଛା ଅନୁସାରେ ଆପଣ ଏଇଠି ଫୁଡ୍ କଲର ପକେଇ ପାରିବେ, ନହେଲେ ନ ପକେଇଲେ ମଧ୍ୟ ଚଳିବ। ମୁଁ ଏଇଠି 2 ପିଞ୍ଚ ଫୁଡ୍ କଲର ପକେଇଛି। ଫୁଡ୍ କଲରକୁ ପକେଇ ଦେଇକି ଆପଣ ତାକୁ ଭଲ ଭାବରେ ମିକ୍ସ କରିପାରିବେ। ଆଉ ଗୋଟେ କଥା ଜିନିଷ ଆପଣ ଏଇଠି ଆଡ୍ କରିପାରିବେ, ଆପଣ ଯେତେବେଳେ ଆମ୍ବ ବାଟୁଛନ୍ତି ଅଳ୍ପ କିଛି ପରିମାଣର ପୁଦିନା ପତ୍ର ମଧ୍ୟ ସେଇଥିରେ ପକେଇ ପାରିବେ। ଏବେ ଫୁଡ୍ କଲର ତ ଆମେ ପକେଇ ସାରିଲେଣି, ତାକୁ ଭଲ ଭାବରେ ମିକ୍ସ କରି ନେବା। ଏବେ ଆଇସ୍କ୍ରିମ୍ର ମୋଲ୍ଡ ଆଣିବା ଆଉ ଏଇ ସବୁ ଜିନିଷକୁ ଆଇସ୍କ୍ରିମ୍ ମୋଲ୍ଡରେ ଭରିଦେବା। ଆଉ ମନେ ରଖିଥିବେ ଉପରରୁ କିଛି ଗ୍ୟାପ୍ ଛାଡ଼ି ନେବେ। ଏଇଠି ଦେଖନ୍ତୁ ମୁଁ ସବୁ ମୋଲ୍ଡରେ ଭରି ସାରିଲିଣି। ଏବେ ଭରି ସାରିଲା ପରେ ଆମେ ତାର ଗ୍ୟାପ୍ ଦେଇଦେବା, କିନ୍ତୁ ମନେ ରଖିଥିବେ ଉପରୁ ଅଳ୍ପ କିଛି ଜାଗା ଛାଡ଼ି ନେବେ, ଯାହାଫଳରେ କି ତା ଉପରେ ବରଫ ଜମିବ ନାହିଁ, ନହେଲେ ଫିଟେଇବା ପାଇଁ ଅସୁବିଧା ହେବ। ୟାକୁ ଆପଣ ଡିପ୍ ଫ୍ରିଜ୍ରେ ପାଖାପାଖି 7 ରୁ 8 ଘଣ୍ଟା ପର୍ଯ୍ୟନ୍ତ ଜମିବା ପାଇଁ ଛାଡ଼ିଦେବେ। ମୁଁ ୟାକୁ ଇଭିନିଂରେ କରିଥିଲି ଆଉ ତାକୁ ପୁରା ରାତି ଯାକ ଛାଡ଼ି ଦେଇଥିଲି ଭଲ ଭାବରେ ଇଏ ଜମିବା ପାଇଁ। ଆଉ ମନେ ରଖିଥିବେ ୟାକୁ ସଫିସିଏଣ୍ଟ ଟାଇମ୍ ଦେବେ, ତା ସହିତ ଡିପ୍ ଫ୍ରିଜ୍ରେ ରଖିବେ, ଯାହାଫଳରେ କି ଭଲ ଭାବରେ ଜମି ପାରିବ।
ता परदिन या आम बाहर करी आनिबा। देखंतु ये पूरा एबे ठंडा अछि, पूरा ये जमिकी अछि। एबे याकु 5 मिनिट पर्यंत याकु छाड़ी दबा। ताको सांगे सांगे आपण बाहर करिवे नाही, 5 मिनिट पर्यंत ताको छाड़ी देबे। जदि आपण एई मोमेंट रे माने सांगे सांगे डीप फ्रिज रु बाहर करिकि आपण ट्राई करिवे ताको खोलिया पई, से बिल्कुल भी बाहरिबो नाही, भांगी जिवो। सेति पई आपण ताको 5 मिनिट छाड़ी देबे। नहले आपण कोनसी जागा रे किछि पानी नै जिवे आ ताको टिके समय डीप करि नेबे। एबे एठी देखंतु आमे छाड़ी देबा 5 मिनिट पर्यंत ये टिके तरली जाऊ। सेही समय रे मु आपण मानकु देखौची आपण माने किपरि भाबरे आइसक्रीम प्रेजेंट करि परिबे कोनसी वीडियो रे। आपण माने जानिचंती जे आइसक्रीम आमे बाहर करि सारला परे धीरे धीरे से तरलिबा पई स्टार्ट करे। तो आपण कोन करिवे, किछि समय पई जदि आपण आइसक्रीम को एमिति रखिया पई चाहुचंती ताहाले बहुत गुडे आइस क्यूब बसे नैथिबे। एठी देखंतु मु किछि आइस क्यूब बसे नैथिले आ ताकू गोटे प्लेट को बाहर करि आनुछि। आपण जदि बरफ भरा प्लेट ऊपर आइसक्रीम रखिबे ताले आइसक्रीम बहुत लेट रे तरलिबा स्टार्ट करिवो। सेति पई आपण एई परि भाबरे प्रेजेंट करि परिबे आइसक्रीम को। एबे एठी देखंतु हमर 5 मिनिट हे गलानी। एबे सबु कैप गुडा को आमे टिके टिके ढिला करि दबा। आ टिके ढिला कर सारला परे आपण देखि परिबे धीरे धीरे आपणकर आइसक्रीम इजीली बाहरी आसीबो। आ एठी देखंतु मु प्रथम आइसक्रीम टी बाहर करिके देखौछि। आ देखि पारुथबे आपण ये पूरा गोटा हे कि पूरा इजीली बाहरी आसुछि। आ एठी हमर रेडी हे गला कंचा आंबर आइसक्रीम। खाइबा पई बहुत बढ़िया, खट्टा मिठा यार स्वाद। आ खरा दिन पाई जदि कोनसी आइसक्रीम परफेक्ट ताले एई आइसक्रीम टी माने टिके खट्टा लागुथबो, टिके मिठा लागुथबो, ता सहित ठंडा ठंडा थिबो। एई परि भाबरे आपण प्रेजेंट करिकि माने कोनसी बरफ भरा प्लेट रे आपण आइसक्रीम को प्रेजेंट करिकि आपण कोनसी गेस्ट को देई परिबे। देखिबे लेट रे तरलिबो, बिल्कुल भी सांगे सांगे तरलिबो नाही। बिना किछि इनग्रेडिएंट रे देखंतु हमर आइसक्रीम रेडी हे गला। निहाती ए रेसिपी टी को ट्राई करंतु। आ केमिति लागिला मते कमेंट माध्यम रे निहाती जणांतु। भिडियोटी भल लागिथिले लाइक टे निहाती करिवे। भिडियोटी जदि पसंद आसीथिबो सांग साथी बंधु बांधव मानक सहित शेयर करिवे। मो चैनल रे जदि नुआ आछंती किमा मो चैनल को सब्सक्राइब करि नाहंती ताले प्लीज सब्सक्राइब करि नेबे। फेसबुक पेज रे जदि ए भिडियोटी को देखुचंती ताले पेज टी को फॉलो करि नेबे। पुणी देखा हबो आ गोटे नुआ रेसिपी भिडियो रे किबा गोटे नुआ आइसक्रीम भिडियो रे। नमस्कार, जय जगन्नाथ।